ପିଲାମାନେ ଗପ ଶୁଣିବାକୁ ଭଲ ଲାଗେ ନା? ଆଜି ଆମେ ଗପ ଶୁଣିବା। ତାପରେ ମୁଁ ପଚାରିବି, ତମେ କହିବ ହେଲା। ଆମେ ଜାଣିବା ଚଢ଼େଇ ଓ ପିମ୍ପୁଡ଼ି ବିଷୟରେ ହେଲା। ଥରେ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ହେଇଥିଲା। ସୂର୍ଯ୍ୟଙ୍କୁ ବହୁତ ଜୋରରେ ଖରା ପଡୁଥିଲା। ପୃଥିବୀବାସୀ ଜଳିବାକୁ ଲାଗିଲେ। ସୂର୍ଯ୍ୟଙ୍କୁ ଖରା ଯୋଗୁଁ ପୃଥିବୀବାସୀ ଜଳିବାକୁ ଲାଗିଲେ। ମାନେ ମଣିଷଙ୍କ ସହିତ ପଶୁ ପକ୍ଷୀ ମାନେ ମଧ୍ୟ ଜଳିବାକୁ ଲାଗିଲେ। ମାନେ ପାଣି ମାନେ ସେମାନେ ହାହାକାର ହେଲେ। ଚାରିଆଡ଼େ ପାଣି ଶୁଖିଗଲା। ଥରେ ଗୋଟେ ପିମ୍ପୁଡ଼ି ପାଣି ଖୋଜି ଖୋଜି ଚାରିଆଡ଼େ ବୁଲୁଥାଏ। ଏମିତି ପାଣି ଖୋଜି ଖୋଜି ଗୋଟେ ନଦୀ କୂଳରେ ଯାଇ ପହଞ୍ଚିଲା। ନଦୀ କୂଳରେ ଦେଖିଲା ମାନେ ପାଣି ଥିଲା ସେଠାରେ। ସେ ପାଣି ପିଇବ କେମିତି? ତା ଭାଗ୍ୟକୁ ଯାହା ବି ହଉ ଗୋଟେ ପଥର ପଡ଼ିଥିଲା। ସେ ସେଇ ପଥର ଉପରେ ଚଢ଼ିଗଲା। ତାର ପାଣି ପିଇଲା। ପାଣି ପିଇବୁ ସେ ତଳକୁ ଖସି ପଡ଼ିଲା। ସେ ପାଣିରେ ଭାସି ଭାସି ଯାଇ ଚିତ୍କାର କରୁଥିଲା, ମୋତେ ବଞ୍ଚା ବଞ୍ଚା। କିଏ ଚିତ୍କାର କରୁଥିଲା? ପିମ୍ପୁଡ଼ି ଚିତ୍କାର କରୁଥିଲା। ବଞ୍ଚା ବଞ୍ଚା ହୋଇ ଚିତ୍କାର କରୁଥିଲା। ସେଇ ନଦୀ କୂଳରେ ଗୋଟେ ଗଛ ଥିଲା। ଶୁଣ, ସେ ନଦୀ କୂଳରେ ଗୋଟେ ଗଛ ଥିଲା। ସେ ଗଛରେ ଗୋଟେ ଚଢ଼େଇ ଥିଲା। ତା ନାଁ କ'ଣ ଥିଲା ଜାଣିଛ? ତା ନାଁ ଟିକି ଚଢ଼େଇ ଥିଲା। ସେ ଯୋଉ ପିମ୍ପୁଡ଼ି ଭାସି ଚିତ୍କାର କରୁଥିଲା, ତା ଚିତ୍କାର କିଏ ଶୁଣୁଥିଲା? ସେ ଚଢ଼େଇ ଶୁଣୁଥିଲା। ତା ଚଢ଼େଇ ଆସି, ଟିକି ଚଢ଼େଇ ଆସି ତା ପାଖକୁ ପହଞ୍ଚି ଦେଖିଲା ଯେ ପିମ୍ପୁଡ଼ିଟି ପାଣିରେ ଭାସି ଅଛି। ସେ ସଙ୍ଗେ ସଙ୍ଗେ ଥଣ୍ଟରେ ଗୋଟେ ପତ୍ର ଆଣିକି ପାଣିରେ ପକାଇଦେଲା। ପିମ୍ପୁଡ଼ିଟି ସେ ପତ୍ର ସାହାଯ୍ୟରେ ପତ୍ର ଉପରେ ଚଢ଼ିଗଲା। ତାପରେ ସେ କଡ଼କୁ ପଳେଇ ଆସିଲା। ଟିକି ଚଢ଼େଇ ତାକୁ ଆସି ଅପେକ୍ଷା କରିଥିଲା। ପିମ୍ପୁଡ଼ି ଟିକି ଚଢ଼େଇ ପାଖକୁ ଆସି ତାକୁ ଧନ୍ୟବାଦ ଜଣାଇଲା ଏବଂ କହିଲା କି ତାର ଏହି ଉପକାରକୁ ସେ ଦିନେ ଦିନେ ଶୁଝିବ। ଏମିତି କିଛି ଦିନ ବିତିଗଲା। ଥରେ ଗୋଟେ ଶିକାରୀ ସେହି ଜଙ୍ଗଲକୁ ଆସିଲା। ସେ ଜଙ୍ଗଲ ସେ ଯେଉଁ ନଦୀ କୂଳକୁ ଆସିଲା। ନଦୀ କୂଳକୁ ଆସିକି ସେ ଗଛ ଯେଉଁ ଟିକି ଚଢ଼େଇ ବସିଥିଲା ତା ଉପରେ ତାକୁ ଲକ୍ଷ୍ୟ କରିଥିଲା। ସେ ତା ଧନୁତୀର ବାହାର କରି ଟିକି ଚଢ଼େଇକି ମାରିବା ବୋଲି ଚେଷ୍ଟା କରୁଥିଲା ନା, ତାକୁ କିଏ ଦେଖୁଥିଲା ବୋଲେ? ତାକୁ ପିମ୍ପୁଡ଼ି ଦେଖୁଥିଲା। ପିମ୍ପୁଡ଼ିଟି ଯେତେବେଳେ ସେ ଧନୁତୀର ବାହାର କରି ଚଢ଼େଇକୁ ମାରିବା ପାଇଁ ବସିଥିଲା, ସେ ଟିକି ଚଢ଼େଇକୁ ମାରିବାକୁ ବସିଥିଲା, ପିମ୍ପୁଡ଼ି ସଙ୍ଗେ ସଙ୍ଗେ ତା ପାଦକୁ ରୁଟକି କାମୁଡ଼ି ଦେଲା। ତାପରେ ରୁଟକି କାମୁଡ଼ି ଦେବାରୁ ଚଢ଼େଇର ଦିଗ ପଟେ ସେ ସର ନ ଯାଇ ଅନ୍ୟ ଦିଗ ଚାଲିଗଲା। ଟିକି ଚଢ଼େଇ ଫୁରିକି ଉଡ଼ିଗଲା। ଏଥର ମୁଁ ପଚାରି ତମେ କହିବ, ପିମ୍ପୁଡ଼ି କାହା ପାଦକୁ କାମୁଡ଼ିଥିଲା? ଶିକାରୀ ପାଦକୁ କାମୁଡ଼ିଥିଲା। କେମିତି କାମୁଡ଼ିଲା? କେମିତି କି ରୁଟକି କାମୁଡ଼ିଥିଲା? ସେଇ ନଦୀ କୂଳରେ କ'ଣ ଥିଲା? ନଦୀ କୂଳରେ ଗୋଟେ ଗଛ ଥିଲା। ସେଇ ଗଛରେ କିଏ ରହୁଥିଲା? ତା ନାଁ କ'ଣ ଥିଲା? ପିମ୍ପୁଡ଼ି କୋଉଥିରେ ଭାସି ଯାଉଥିଲା? ତାକୁ କିଏ ପତ୍ର ଦେଲା? ଚଢ଼େଇ ପତ୍ର ଦେଲା। ତ ଦୁହେଁ ଦୁଇ ଜଣଙ୍କୁ ସାହାଯ୍ୟ କଲା ନା ନାହିଁ? କେମିତି କଲା? ଯେତେବେଳେ ପିମ୍ପୁଡ଼ି ପାଣିରେ ଭାସି ଯାଉଥିଲା ସେତେବେଳେ ଟିକି ଚଢ଼େଇ ପତ୍ର ଦେଇଥିଲା, ତାକୁ ବଞ୍ଚାଇଥିଲା। ଆଉ ଯେତେବେଳେ ଶିକାରୀଟି ତାକୁ ଚଢ଼େଇକୁ ମାରିବା ପାଇଁ ଆସିଥିଲା, ପିମ୍ପୁଡ଼ି ଶିକାରୀକୁ କାମୁଡ଼ି ଦେଇଥିଲା। ତ ପିମ୍ପୁଡ଼ି ଚଢ଼େଇକୁ ବଞ୍ଚାଇଥିଲା, ଚଢ଼େଇ ଟିକି ଚଢ଼େଇ ପିମ୍ପୁଡ଼ିକି ବଞ୍ଚାଇଥିଲା। ତ ଦୁହେଁ ଦୁହିଁଙ୍କର ଉପକାର କଲା ନା? ଭଲ ଲାଗିଲା ନା?